ବୁଝିଦେଲେ ଗଲା। ରହିଲେ ରାତିରେ ଶୋଇଲେ, ବୁଢ଼ୀ ମଣିଷଟି କଲକାରୀରେ ଶୋଇଲେ। ସକାଳୁ ମଧୁବାବୁ ସେଇପଟରେ ହିଁ ଗଲେ, ତାଙ୍କ କାଳିଆ ଘୋଡ଼ା ନେଇକି ଗଲେ। କାଳିଆ ଘୋଡ଼ାର କଥା ଅଛି ଜାଣିଛ ତ? କଣ? ପାଠ ପଢିବି, ମୁଁ ପାଠ ପଢିବି। କଣ ତାପରେ? କାଳିଆ ଘୋଡ଼ାରେ ଚଢିବି, ମଧୁବାବୁ ସହିତ ଲଢିବି। ସେଇ କାଳିଆ ଘୋଡ଼ାରେ କଣ କରିଥିଲେ ମଧୁବାବୁ? ସେ ତାଙ୍କର ସେଇ ପଟ ଦେଇକି ଗଲେ। ଜାଣି ଶୁଣିକି ସେଇ ଖାଲ ପାଖରେ ଘୋଡ଼ାକୁ ପକେଇ ଘୋଡ଼ା ପଡ଼ିଗଲା, ମଧୁବାବୁ ପଡ଼ିଗଲେ। ମଧୁବାବୁ ପଡ଼ିଗଲେ, ମଧୁବାବୁ ବଡ଼ ଓକିଲ ଥିଲେ। ସମସ୍ତେ ତାଙ୍କ ସେତେବେଳେ ଜାଣିଥିଲେ ତାଙ୍କର ଗୋଟେ ନାଁ ବହୁତ ବଡ଼। ଏବେ ଯେମିତି ନାଁ ଯେତେ ବି ସେମିତି ବଡ଼ ଥିଲା। ସମସ୍ତେ କିଏ ଗୋଟେ ଗାଡ଼ି କରିଛି ବାଟଟାରେ, ରାସ୍ତାଟାରେ କିଏ ଏତେ ବଡ଼ ଗାଡ଼ି କରିଛି? ଯୋଉମାନେ ଗାଁର ଲୋକ ଥିଲେ ସମସ୍ତେ କହିଲେ, ନାଲି ଆଖି ଦେଖିକି ନା ଡରିଗଲେ। କହିଲେ ନାଇଁ ନାଇଁ ଆମେ କେହି ଗାଡ଼ କରିନୁ, ସେଇ ଜାଗା ହଉଛି ସେଇ ବୁଢ଼ୀର ଜାଗା। ଆମେ ଏଇ ଜାଗାରେ ଗାଡ଼ କରିନୁ କି ଆମର ସେ ଜାଗା ନୁହେଁ, ଆମେ ଜାଣିନୁ। ଯେମିତି କହିଲେ ମଧୁବାବୁ କହିଲେ ତାହେଲେ ସେ ବୁଢ଼ୀର ଜାଗା ସେ ନା? ହଁ ବୁଢ଼ୀର ଜାଗା। ନା କେତେ ଜଣ କହୁଛ ହାତ ଟେକ? ସମସ୍ତେ କହିଲେ, ଗାଁର ଯେତେକ ଲୋକ ଥିଲେ ସବୁ କହିଲେ ସେଇ ବୁଢ଼ୀର ଜାଗା। ବୁଢ଼ୀର କେହି ନାହାନ୍ତି। ବୁଢ଼ୀ ସେଠୁ କଣ କରୁଛି ଚୁପଚାପ ହେଇକିନା ନଇକିନା ଶୁଣିଲା। ବୁଢ଼ୀ ବି ମଧୁବାବୁ ସେଠୁ କଣ କଲେ ନା ଗୋଟେ ବଡ଼ ପେପର, ଓକିଲାତି ତାଙ୍କର ପେପର, ଯୋଉଟା କି ହାଇକୋର୍ଟର ରାୟ, ଏମିତି କିନା 100 ଜଣଙ୍କର ଟିପ ସେ ନେଇ ସାରିଲା ପରେ କହିଲେ ଏଇ ବୁଢ଼ୀର ଜାଗାକୁ ସେ ଜାଗା। ସେଇଠି ସେ ଷ୍ଟାମ୍ପ ବାଡ଼େଇକି ଆଉ କେସ୍ ଲଢ଼ିବାକୁ ପଇଲାନି। କେସ୍ କିଏ ଲଢ଼ିଥାନ୍ତା? ବୁଢ଼ୀ କୋଉଠୁ ପଇସା ଆଣିକି ଦେଇଥାନ୍ତା? ସାଙ୍ଗେ ସାଙ୍ଗ ମଧୁବାବୁ ସେଇଠି ତାଙ୍କୁ ସେଇ ପେପର ଧରେଇ ଦେଲେ। ପେପର ଧରେଇ ଦେଇକି କହିଲେ, ଦେଖ ବୁଢ଼ୀ ମା, ଏ ଜାଗା ତୁ ଏଇଠି ରହିବୁ, ଆଉ ତତେ କେହି ବି ହଇରାଣ କରିପାରିବେନି। ଏଇ ଜାଗା ରହିବୁ, ମୁଁ ଆର ପ୍ରମାଣ ପତ୍ର ତତେ ଧରେଇ ଦେଲି। ଦେଖିଲ, ବିନା ପଇସାରେ, ବିନା କୋର୍ଟକୁ ଯାଇକି କେସ୍ ଲଢ଼ି ସେ ବହୁତ କେସ୍ ସଲ୍ଭ କରିଛନ୍ତି ତାଙ୍କ ଜୀବନରେ। ବୁଝିହେଲା? ତାଙ୍କର ତ ବିଷୟରେ କହିଲେ ବି